ଆରମ୍ଭ ହୋଇଛି ଆଇପିଏଲ୍ର ମହାସମର। ଆଜି ହେଉଛି ଦ୍ୱିତୀୟ ଦିନ। ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ, ଯାହାକି ଜୋରଦାର ଲଢ଼େଇ ହେବ ବୋଲି କୁହାଯାଉଛି। ସିଏସ୍କେରେ ମହେନ୍ଦ୍ର ସିଂ ଧୋନି ଥିବାରୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଧୋନି ଏମିତି ଜଣେ ଖେଳାଳି ଯିଏ ଆଇପିଏଲ୍ର ପ୍ରଥମ ସିଜନ୍ରୁ ଆଜି ଯାଏଁ ଖେଳି ଆସୁଛନ୍ତି। ତାଙ୍କ ମାଇଣ୍ଡ ଗେମ୍ରେ ସିଏସ୍କେ 5 ଥର ଟ୍ରଫି ହାତେଇବା ସହ 10 ଥର ଫାଇନାଲ ଆଉ 12 ଥର ପ୍ଲେଅଫ୍ରେ ପ୍ରବେଶ କରିଛି। ଚଳିତ ବର୍ଷ ଧୋନି ଆଇପିଏଲ୍ର ସବୁଠାରୁ ବୟସ୍କ ଖେଳାଳି ଭାବେ ମଇଦାନକୁ ଓହ୍ଲାଇବେ। ସେ 2008ରୁ ଲଗାତାର 2025 ଯାଏଁ ଖେଳି ଆସୁଛନ୍ତି। ଧୋନିଙ୍କ ଠାରୁ କେହି ବି ଚଳିତ ଆଇପିଏଲ୍ରେ ଅଧିକ ବର୍ଷର ଖେଳାଳି ନାହାନ୍ତି। ଧୋନିଙ୍କ ପରେ ଫାଫ୍ ଡୁପ୍ଲେସିସ୍, ରବିଚନ୍ଦ୍ରନ ଅଶ୍ୱିନ୍ ଓ ରୋହିତ ଶର୍ମା ଏହି ଲିଷ୍ଟରେ ସାମିଲ ଅଛନ୍ତି। ହେଲେ ଚଳିତ ଆଇପିଏଲ୍ରେ ଧୋନିଙ୍କ ପାଖରେ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି। ଧୋନି 19 ରନ୍ କରିବା ମାତ୍ରେ ସେ ସିଏସ୍କେ ପାଇଁ ସର୍ବାଧିକ ରନ୍ କରିଥିବା ଖେଳାଳି ହୋଇଯିବେ। ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନି ଏବେ ଯାଏଁ ଚେନ୍ନାଇ ପାଇଁ 254ଟି ମ୍ୟାଚ୍ ଖେଳି 4669 ରନ୍ କରିଛନ୍ତି। ଆଉ 19 ରନ୍ କଲେ ସୁରେଶ ରୈନାଙ୍କ ରେକର୍ଡ ଭାଙ୍ଗିବେ। ଚେନ୍ନାଇର ଅଧିନାୟକ ରହିଛନ୍ତି ଋତୁରାଜ ଗାଇକ୍ୱାଡ୍। ଆଉ ଏଥର ଆଉ ଏକ ଟ୍ରଫି ବିଜୟ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇଛି ଦଳ। ହେଲେ ମୁମ୍ବାଇ ଇଣ୍ଡିଆନ୍ସ ଦାବି ବି କିଛି କମ୍ ନୁହେଁ। ମୁମ୍ବାଇ ଇଣ୍ଡିଆନ୍ସକୁ ବହୁତ କ୍ରିକେଟ ପ୍ରେମୀ ସପୋର୍ଟ କରନ୍ତି। ହେଲେ ଦେଖାଯାଉ କିଏ ମାରୁଛି ବାଜି, କାହା ପଲ୍ଲା କାହା ଉପରେ ଭାରି ପଡ଼ୁଛି। ବ୍ୟୁରୋ ରିପୋର୍ଟ, ଦିନାଙ୍କ ଟିଭି।